ଦେଖନ୍ତୁ ମୋକିମ ବାବୁ ଏଯାକେ କହିଛନ୍ତି ଯେ ମୁଁ ଦଳ ଗଢିବାକୁ ଚିନ୍ତା କରୁଛି। ଦଳର ନାଁ ଏଇଆ ଦେବି। ସେ ଦଳ ଗଢି ନାହାନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଆବେଦନ କରନ୍ତୁ। ତାପରେ ଗୋଟେ କଥା, ଦଳ ଗଢିଆ ଗୋଟିଏ ବଡ କଥା ନୁହେଁ। ଆପଣ କିଛି ନିର୍ଦ୍ଦିଷ୍ଟ ପାରାମିଟର ପୂରଣ କରିବେ, ନିର୍ବାଚନ କମିଶନ ପାଖରେ ଆବେଦନ କରିବେ, ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଆପଣଙ୍କୁ ଅନୁମତି ଦେବେ ଗୋଟେ ଦଳ ହିସାବରେ। ଭାରତରେ ଏମିତି ହଜାର ହଜାର ଦଳ ଅଛନ୍ତି। କେତେଜଣ ଆସନ୍ତି କେବଳ ନିର୍ବାଚନ ବେଳେ ମୁଣ୍ଡ ଟେକନ୍ତି, ଆଉ କେତେଜଣ ଦଳ ଅଛି ତ ପକେଇକି ରଖିଥାନ୍ତି ରେଜିଷ୍ଟ୍ରେସନ କରିକି, ଯୋଉଥିପାଇଁ ଏବେ ହଜାର ହଜାର ସଂଖ୍ୟକ ଦଳ ମଧ୍ୟ ଉଡେଇ ଦେଲେ। ଓଡିଶାରେ ଆଞ୍ଚଳିକ ଦଳ ବି ନୂଆ କଥା ନୁହେଁ, କିନ୍ତୁ କଥାଟା ହଉଛି ଗୋଟେ ଆଞ୍ଚଳିକ ଦଳ ଗଢିବା ପାଇଁ କିଛି କିଛି କାରକର ଆବଶ୍ୟକତା ରହିଛି। ଯେମିତି କି ନେତୃତ୍ୱ ଯିଏ ନବ ତାର ଗୋଟେ କରିସ୍ମାଟିକ ଫିଗର ଥବ, ମାନେ ତାକୁ ତାର ଗୋଟେ ସାରା ରାଜ୍ୟରେ ଗୋଟେ ଫିଲ୍ ଥବ ତା ଉପରେ, ତାକୁ ଲୋକେ ପ୍ରଶଂସା କରୁଥିବେ, ତାକୁ ଖୋଜୁଥିବେ ଏଇ ନେତୃତ୍ୱ ନେଲେ ଭଲ ହବ। ତେଣୁ ଏଭଳି ନେତୃତ୍ୱର ଆବଶ୍ୟକତା ରହିଛି। ଯେମିତି ଅତୀତରେ ଆପଣ ଦେଖନ୍ତୁ ସୌମ୍ୟ ପଟ୍ଟନାୟକ ଓଡିଶାରେ ଘରେ ଘରେ ପରିଚିତ। ଓଡିଶାର ଘରେ ଘରେ ଭାଷା ଆନ୍ଦୋଳନ ଜରିଆରେ ହଉ, ତାଙ୍କର ସମ୍ବାଦ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହଉ, ଯାହା ବି ହଉ, ଯୋଉଥିପାଇଁ ସେ ଭାବିଥିଲେ ସାରା ଓଡିଶାରେ ତ ମୋର ପରିଚୟ ରହିଛି, ମୁଁ ଦଳ ଗଢିଦେବି। ବେଳେ ବେଳେ କଣ ହୁଏ, ଆପଣଙ୍କର ପପୁଲାରିଟି ଆଉ ଭୋଟ ଭିତରେ ଫରକ ରହିଛି। ମନେକର ସବ୍ୟସାଚୀର ଆମର ଆସିବ 10 ଲକ୍ଷ 1 ମିଲିୟନ ଫଲୋଅର୍ସ, ବର୍ଷାର 1 ମିଲିୟନ ଫଲୋଅର୍ସ ଅଭିନେତା ମାନଙ୍କର ଅଛି, ତାହେଲେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନରେ ହାରିଲେ କାହିଁକି? ମାନେ ଆପଣଙ୍କର ଫଲୋଅର୍ସ, ଆପଣଙ୍କ କ୍ରେଜ, ତାକୁ ନେଇକି ଗୋଟେ ଦଳ ଗଢା ଯାଇନି। ସେଇ କ୍ରେଜ ମଧ୍ୟ ମୋକିମ ବାବୁଙ୍କର ନାହିଁ। ମୁଁ ମୋ ଷ୍ଟାଣ୍ଡରେ ସବୁବେଳେ କ୍ଲିୟର ରହିବି। ମୋକିମ ବାବୁ ମୋ ସାମ୍ନାରେ ପଚାରିଲେ ବି ମୁଁ କହିବି ଯେ ଆପଣ ଆଞ୍ଚଳିକ ଦଳର ନେତୃତ୍ୱ ନେବା ପାଇଁ ଆଦୌ ଫିଟ୍ ନୁହନ୍ତି। କଣ ପାଇଁ? ଆପଣ ଓଡିଶା ବୁଲିଛନ୍ତି, ଓଡିଶାରେ ଆପଣଙ୍କର ସମର୍ଥନକ ଅଛନ୍ତି, ଆପଣ ବଢିଆ କୁହନ୍ତି, ଆପଣଙ୍କର ବଢିଆ ଭିଜନ ଅଛି। କଣ ଦେଖେଇଛନ୍ତି? ଆପଣ ଗୋଟିଏ ଥର ବିଧାୟକ ହେଇଥିଲେ, ସେଇଟା ପୁଣି କଟକ ନଗରରେ, ପୁଣି ଯୋଉ ବାରବାଟୀ କଟକରେ ସେଠି 3 ୱେ ଫାଇଟ୍, ବିଜେଡି ବିଜେପି ଆଉ କଂଗ୍ରେସ ଫାଇଟ୍। 3ଟା ଜଣଙ୍କ ଫାଇଟ୍ ଭିତରେ ଗୋଟେ କଂଗ୍ରେସକୁ ସୁବିଧାଜନକ ସ୍ଥିତିରେ ଆସିପାରନ୍ତି। 2 ୱେ ଫାଇଟ୍ ହେଲେ ସ୍ଥିତି ମଧ୍ୟ ଅଲଗା ଟାଇପର ହେଇପାରିଥାନ୍ତା। ତେବେ ଯାହା ହଉ ଆପଣ ଜିତିଛନ୍ତି, ସେଥିପାଇଁ ଧନ୍ୟବାଦ। ଆପଣଙ୍କ ଝିଅ ମଧ୍ୟ ଜିତିଛନ୍ତି। କିନ୍ତୁ ଆଞ୍ଚଳିକ ଦଳ ଗଢିବା ପାଇଁ ହେଲେ ଯୋଉ ଦରକାର କ୍ୟାଲିବର, ଯୋଉ ଗୋଟେ ଲୋକଙ୍କୁ ଛୁଇଁଲା ଭଳି ଯୋଉ ବ୍ୟକ୍ତିତ୍ୱର, ସେ ବ୍ୟକ୍ତିତ୍ୱ ମୋକିମ ନୁହନ୍ତି। ତେଣୁ ଦଳ ଗଢିବେ, କଥା ହଉଛି ସଫଳ ହେବେ ନା ନାଇଁ। ଏବେ କୌଣସି ଆଞ୍ଚଳିକ ଦଳ ଗଢନ୍ତୁ, ଆପଣ ଦେଖିବେ ବିଜୁ ଜନତା ଦଳରେ ଯଦିଓ ଅସନ୍ତୋଷ ପ୍ରକାଶ ପାଇଛି, ଆପଣ ସବୁ ନେତାଙ୍କଠୁ ଗୋଟିଏ କଥା ଶୁଣିବେ ଯେ ନବୀନ ପଟ୍ଟନାୟକ ହଉଛନ୍ତି ଆମରି ନେତା। ନବୀନ ପଟ୍ଟନାୟକ କେହି ବିରୋଧ କରୁନାହାନ୍ତି। ଅତଏବ ଲୋକେ ପାଣ୍ଡିଆନକୁ ବିରୋଧ କରୁଛନ୍ତି କି ବବିକି ବିରୋଧ କରୁଛନ୍ତି। ଆଞ୍ଚଳିକ ଦଳ ହିସାବରେ ଏବେ ଯେତେବେଳେ ବିଜେଡି ମଜବୁତ ହେଇକି ଅଛି, ଆଉ ଏକ ଆଞ୍ଚଳିକ ଦଳ ହଠାତ୍ ଗଢା ହେଲେ ସିଏ ଏତେ ମଜବୁତ ହେଇପାରିବନି। ଯଦି ସେ ଭକ୍ତ ଦାସଙ୍କୁ କାଉଣ୍ଟର କରିକି, ଯେମିତି ଅତୀତରେ ଆମ ଓଡିଶା ପାର୍ଟି ଗଢିଥିଲେ ସୌମ୍ୟ ବାବୁ, ଯଦି ଭକ୍ତ ବାବୁଙ୍କୁ କାଉଣ୍ଟର କରିକି ମୋକିମ ବାବୁ ଗୋଟେ ଦଳ ଗଢୁଥିବେ, ତାହେଲେ ସୌମ୍ୟ ବାବୁଙ୍କର ଯୋଉ ଅବସ୍ଥା ହେଲା, ମାଠିଆ ଭାଙ୍ଗିଲା, ତାଙ୍କର କୋଉ ଚିହ୍ନ ଆସେ ଜାଣିନି, ସେ ସେୟା ହବ।